ମିଛ ପ୍ରେମ କରୁଥିବା ପୁରୁଷ ମହିଳାଙ୍କୁ ନିହାତି ମାଗିଥାଏ ଏହି ଦୁଇଟି ଜିନିଷ। ମିଛ ପ୍ରେମ କରୁଥିବା ପୁରୁଷମାନେ ସାଧାରଣତଃ ମହିଳାଙ୍କ ଠାରୁ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଦୁଇଟି ମୁଖ୍ୟ ଜିନିଷ ସବୁବେଳେ ମାଗିଥାନ୍ତି। ସେମାନେ ପ୍ରାୟତଃ ବହୁତ ବଡ଼ ବଡ଼ କଥା କୁହନ୍ତି ଏବଂ ପ୍ରଶଂସା କରି ଭରସା ଜିତିବାକୁ ଚେଷ୍ଟା କରନ୍ତି, କିନ୍ତୁ କାମରେ ତାହା ଦେଖାଯାଏ ନାହିଁ। ସେମାନଙ୍କ ଜୀବନର ଅନେକ ଗୁପ୍ତ କଥା ଆପଣଙ୍କ ଠାରୁ ଲୁଚାଇ ରଖନ୍ତି। ଯେଉଁ ପୁରୁଷମାନେ ମିଛ ପ୍ରେମ କରନ୍ତି ସେମାନେ ପ୍ରାୟତଃ ମହିଳାଙ୍କ ଠାରୁ ନିଜର ସ୍ୱାର୍ଥ ପୂରଣ କରିବାକୁ ଚାହାନ୍ତି। ନିଜର କାମ ହାସଲ କରିବା ପାଇଁ ମହିଳାଙ୍କ ସମ୍ପର୍କ ଏବଂ ସମ୍ବେଦନଶୀଳତାର ଦୁରୁପଯୋଗ କରନ୍ତି। ପ୍ରକୃତ ପ୍ରେମରେ ସ୍ୱାର୍ଥ ନଥାଏ, କିନ୍ତୁ ମିଛ ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ନିଜର ଫାଇଦା ଦେଖିଥାନ୍ତି। ତେଣୁ ଏଭଳି ସମ୍ପର୍କ ଠାରୁ ସତର୍କ ରହିବା ଉଚିତ। ସେମାନେ କେବଳ ନିଜ ସୁବିଧା ଅନୁସାରେ କଥା ହୁଅନ୍ତି ବା ଦେଖା କରନ୍ତି। ଭବିଷ୍ୟତ ପାଇଁ କୌଣସି ପ୍ରତିଶ୍ରୁତି ଦିଅନ୍ତି ନାହିଁ। ବିବାହ ବା ଭବିଷ୍ୟତ ବିଷୟରେ କଥା ହେବାକୁ ସେମାନେ ସବୁବେଳେ ଏଡ଼ାଇ ଯାଆନ୍ତି। ନିଜ ପରିବାର ବା ସାଙ୍ଗସାଥୀଙ୍କ ସହ ଆପଣଙ୍କୁ କେବେ ବି ଚିହ୍ନା କରାନ୍ତି ନାହିଁ। ଆସନ୍ତୁ ଜାଣିବା ମିଛ ପ୍ରେମ କରୁଥିବା ପୁରୁଷ କେଉଁ ଦୁଇଟି ଜିନିଷ ମାଗିଥାନ୍ତି। 1. ଶାରୀରିକ ସମ୍ପର୍କ। ପ୍ରେମ ନାଟକ କରି ଶାରୀରିକ ସୁଖ ଆଶା ଅଧିକ ରଖିଥାନ୍ତି। ଶାରୀରିକ ସମ୍ପର୍କ ଏଭଳି ପୁରୁଷଙ୍କ ପାଇଁ ଭାବନାତ୍ମକ ସମ୍ପର୍କ ଅପେକ୍ଷା ଶାରୀରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସେମାନେ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନେକ ସମୟରେ ବାଧ୍ୟ କରନ୍ତି ବା ନିଜ ସ୍ୱାର୍ଥ ହାସଲ ହେବା ପରେ ସେମାନେ ତାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତି। 2. ଆର୍ଥିକ ସାହାଯ୍ୟ, ଟଙ୍କା ପଇସା। ସେମାନେ ବାରମ୍ବାର ବିଭିନ୍ନ ବାହାନା କରି ମହିଳାଙ୍କ ଠାରୁ ଟଙ୍କା ମାଗନ୍ତି ନିଜର ଆବଶ୍ୟକତା ପୂରଣ ପାଇଁ। ମହିଳାଙ୍କ ଆର୍ଥିକ ସ୍ଥିତିର ସୁଯୋଗ ନିଅନ୍ତି। ଉଧାର ନେଇଥିବା ଟଙ୍କା ସେମାନେ କେବେ ହେଲେ ସହଜରେ ଫେରାନ୍ତି ନାହିଁ। ତେଣୁ ଏଭଳି ସମ୍ପର୍କ ଠାରୁ ସବୁବେଳେ ସତର୍କ ରହିବା ଉଚିତ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଧନ୍ୟବାଦ।